ହ୍ୟାଲୋ ପିଲାମାନେ, ମୁଁ ମୋର ଏଇ ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ପିଲାମାନେ, ଆଜିର ବିଷୟ ହେଉଛି 10th କ୍ଲାସ୍ର ପ୍ରଥମ ପାଠ, ଯେଉଁଟାକି ବାକ୍ୟ ବିଚାର ନେଇକି ଆସିଛି ଆପଣମାନଙ୍କ ପାଇଁ। ତ ପିଲାମାନେ, ତା ପୂର୍ବରୁ ଯିଏ ଆମ ଚ୍ୟାନେଲକୁ ସର୍ବପ୍ରଥମେ ଭିଜିଟ୍ କରିଛନ୍ତି ତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣ ଯଦି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ଦ୍ୱାରା ଆପଣ ହିଁ ସର୍ବପ୍ରଥମେ ମୋର ଏଇ ନୂଆ ନୂଆ ଭିଡ଼ିଓ ଆଣିଲେ ଆପଣ ସର୍ବପ୍ରଥମେ ମୋର ଏଇ ନୂଆ ନୂଆ ଭିଡ଼ିଓ ପାଇପାରିବେ। ତ ଚାଲନ୍ତୁ ପିଲାମାନେ, ଯେଉଁ ପ୍ରଥମ ପାଠ ଯେଉଁଟାକି ବାକ୍ୟ ବିଚାର ହେଉଛି 10ମ ଶ୍ରେଣୀର ପ୍ରଥମ ଅଧ୍ୟାୟ ଦେଖନ୍ତୁ। ତ ଆମେ ଷ୍ଟାର୍ଟ କରିବା। ତ ବାକ୍ୟ ବିଚାର ଦେଖିବା। ଦେଖନ୍ତୁ ପିଲେ, ଏଇଟା ତ କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର। ତାମାନେ ପିଲା କ'ଣ ବୁଝୁଛନ୍ତି ଏଠି ନା, ଆପଣ କହି ଯଦି ଜାଣିବେ ନା କଥାଟା ବହୁତ ସୁନ୍ଦର ଲାଗିବ ଅନ୍ୟମାନଙ୍କୁ, ଏବଂ ବାନ୍ଧି ଜାଣିଲେ ମଥା ସୁନ୍ଦର ଦିଏ। ଆପଣ ମାନେ ପଗୁଡ଼ି ଯେଉଁଠି ଆପଣ ଯେତେ ସୁନ୍ଦର ଭାବରେ ବାନ୍ଧିବେ ସେତିକି କ'ଣ ନା ମଥାଟା ସୁନ୍ଦର ଦିଶିଥାଏ। ତ ଦେଖିବା ଏଇ 1 ନମ୍ବର କ'ଣ ଦେଇଛି ବୋଲେ ଦେଖନ୍ତୁ। ବାନ୍ଧିବା ଜଣାଥିଲେ ମଥା ଯେତିକି ସୁନ୍ଦର ଦିଶେ, ତ ବାନ୍ଧି ଜାଣିଲେ ମଥା ଯେତିକି ସୁନ୍ଦର ଦିଶେ, କହିବା ଜଣାଥିଲେ କଥା ସେତିକି ସୁନ୍ଦର ଲାଗେ। ଏଠି କ'ଣ ବୁଝେ ନା, ବାନ୍ଧିବା ଯଦି ଆମକୁ ଜଣାଥିବ ମଥାଟା ସେତିକି ସୁନ୍ଦର ଦିଶିଥାଏ, ଏବଂ କହିବା ଯଦି ଜଣାଥିଲେ କଥାଟା ସେତିକି ଆମକୁ ସୁନ୍ଦର ଲାଗିଥାଏ। ତ ସାଧାରଣ କଥାଟିକୁ କହି ଜାଣିଲେ ଖୁବ୍ ସୁନ୍ଦର ଜଣାଯାଏ। ତ ଆମେ ସାଧାରଣ କଥାଟାକୁ କହି ଜାଣିଲେ ଖୁବ୍ ସୁନ୍ଦର ଜଣାଯାଏ। ମନୋଭାବକୁ ବଚନ ଦ୍ୱାରା ପ୍ରକାଶ, ମନୋଭାବ କ'ଣ ନା ବଚନ ଦ୍ୱାରା ପ୍ରକାଶ କରିଥାଉ। ଏଥିପାଇଁ କେତୋଟି ଅଥବା ସ୍ଥଳ ବିଷୟରେ ଅନେକ ଶବ୍ଦ ଆମେ ବ୍ୟବହାର କରୁ। ପୁଣି ଶବ୍ଦକୁ ଖଞ୍ଜା ଖଞ୍ଜି କରି କଥାବାର୍ତ୍ତା ହେବ। ଆଉ କ'ଣ ନା, ଏତିକି ଅଥବା ସ୍ଥଳ ବିଷୟରେ ଅନେକ ଶବ୍ଦ ଆମେ ମଧ୍ୟ ବ୍ୟବହାର କରିଥାଉ, ଏବଂ କେତୋଟି ଶବ୍ଦ ଅଛି ଯାହାକି ଆମେ କ'ଣ ନା ଖେଞ୍ଜା ଖଞ୍ଜି କରିକି ଆମେ କ'ଣ ନା ଗୋଟେ କଥାବାର୍ତ୍ତା କରିଥାଉ। ଯେମିତିକି ଏହା ଫଳରେ କହିବା ବା ଭାବ ପ୍ରକାଶ ସହଜ। ଯାହାଫଳରେ କ'ଣ କେତେକ ଶବ୍ଦକୁ ଆମେ ଯଦି ଖଞ୍ଜା ଖଞ୍ଜି କରି ଆମେ କଥାବାର୍ତ୍ତା କରିବା, ତାର ଫଳରେ କ'ଣ ହେଉଛି ନା ଆମ ଭାବ ପ୍ରକାଶ କରିବା ମାନେ ବୁଝିବାକୁ ସହଜ ହୋଇଥାଏ। ବର୍ତ୍ତମାନ ଦେଖାଯାଉ, ଦେଖନ୍ତୁ ଏଠି ଲେଖିଛି କେତେଟା ଉଦାହରଣ ଅଛି। ତ ଅରୁଣ କାଲି, ଏଟା ବାକ୍ୟଟି ସମ୍ପୂର୍ଣ୍ଣ ନୁହେଁ। ଦେଖୁଛନ୍ତି ନା, ଅରୁଣ କାଲି ଆମେ କିଛି ବୁଝିପାରୁଛୁ କି? ଅରୁଣ କାଲି ତାମାନେ ଅରୁଣ କାଲି କ'ଣ କରୁଥିଲା? ଅରୁଣ କାଲି ସ୍କୁଲକୁ ଗଲା ନା ଅରୁଣ କାଲି ବୁଲିବାକୁ ଗଲା? କିଛି ସମ୍ପୂର୍ଣ୍ଣ ଜଣା ପଡ଼ୁଛି କି? ଏଠି କିଛି ଜଣା ପଡ଼ୁନି। ଦେଖନ୍ତୁ ଆଉ ଗୋଟେ ଖବର ଦେଇଛି କ'ଣ ନା, ଗଛରେ ଚଢ଼ି। ଏଇ ଗଛରେ ଚଢ଼ି ବାକ୍ୟଟା ଏଇଟା ମଧ୍ୟ କ'ଣ ନା ବାକ୍ୟଟି କ'ଣ ନା ସମ୍ପୂର୍ଣ୍ଣ ବକ୍ତବ୍ୟ ସମ୍ପୂର୍ଣ୍ଣ ନୁହେଁ। ଏଇଟା ମାନେ ମାନେ କ'ଣ ନା ଏଇଟା ସଠିକ୍ ଭାବରେ ଆମେ ବୁଝିପାରୁଛୁ କି? ଏଇ ଯେଉଁ ଏଇଠି ଦେଇଛି ସେଣ୍ଟେନ୍ସଟା ବାକ୍ୟଟା ମାନେ ଆମେ ଦେଖିପାରୁନି। ଦେଖନ୍ତୁ, ଆମ୍ବ ତୋଳିଥିଲା, ଏଇଟା ମୋତେ କିଛି ବୁଝି ହେଉଛି? କିଛି ବୁଝି ହେଉନି। ଆମ୍ବ ତୋଳିଥିଲା, ବକ୍ତବ୍ୟ କ'ଣ ନା ସମ୍ପୂର୍ଣ୍ଣ ନୁହେଁ। ଯେଉଁଟା କହୁଛେ ଏଇଟା ଆମେ ସମ୍ପୂର୍ଣ୍ଣ ଭାବେ କହୁନେ, କିଛି ଆମେ ବୁଝି ହେଉନି। ମାନେ ଗଛରେ ଚଢ଼ି କ'ଣ ହେଲା କିଛି ବୁଝାପଡ଼ୁନି। ଦେଖନ୍ତୁ ତଳେ କ'ଣ ଦେଇଛି ନା, କ ଖ ଗ କୁ ଯଦି ଆମେ ଯୋଡ଼ିଦେବା, ଦେଖନ୍ତୁ କ ଖ ଗ ଘ ଯଦି ଯୋଡ଼ିଦେବା, ଅରୁଣ କାଳି ଗଛରେ ଚଢ଼ି ଆମ୍ବ ତୋଳିଥିଲା। ଏଥିରୁ ଆମେ ବୁଝିପାରିଲେ ଅରୁଣ କାଲି ଗଛରେ ଚଢ଼ିକି ଆମ୍ବ ତୋଳିଥିଲା। ଏବେ ଆମକୁ କ'ଣ ବକ୍ତବ୍ୟ ସମ୍ପୂର୍ଣ୍ଣ ଭାବରେ ବୁଝା ପଡ଼ିଲା କି ନାହିଁ? ତ ଆମକୁ ସମ୍ପୂର୍ଣ୍ଣ ଭାବରେ ବକ୍ତବ୍ୟଟା ଆମକୁ ବୁଝା ପଡ଼ିଲା। ଦେଖନ୍ତୁ ବକ୍ତବ୍ୟଟା ସମ୍ପୂର୍ଣ୍ଣ ହେଲା ଏଇଟା, କାହିଁକିନା ଖ
ଘକୁ ତିନିଟା ଅରୁଣ ଗଛରେ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା। ତିନିଟା ଯଦି ଆମେ ମିଶାଇ ଦେବା କ ଖ ଗକୁ, ତାହେଲେ ଦେଖନ୍ତୁ ଗୋଟେ ବକ୍ତବ୍ୟଟା ସମ୍ପୂର୍ଣ୍ଣ ହେଉଛି। ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା। ଦେଖନ୍ତୁ ଆହୁରି କ'ଣ ଦେଇଛି ଏଠି, ମନର ଭାବକୁ ପୂର୍ଣ୍ଣ ରୂପେ ପ୍ରକାଶ କରେ। ଏଠି କ'ଣ ନା ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁଛି ଏଇଟା। ଦେଖନ୍ତୁ ଆଉ କ'ଣ ଦେଇଛି ତଳେ ଦେଖ। ଏହି ବାକ୍ୟରେ ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା, ଏଇ ପଦ ଗୁଡ଼ିକ ଗୋଟିଏ ଗୋଟିଏ କ'ଣ ନା ଏକାଠି ମିଶିଛନ୍ତି। ଏଇ ଯେଉଁ ଅରୁଣ କାଲି ଚଢ଼ି ଆମ୍ବ, ଏଇ ଗୋଟେ ଗୋଟେ କ'ଣ କୁହାଯାଏ ନା ଗୋଟିଏ ଗୋଟିଏ ପଦ କୁହାଯାଏ। ଆମେ ଶବ୍ଦ କହୁଛେ ୟାକୁ ଶବ୍ଦ ମଧ୍ୟ କ'ଣ ନା ଶବ୍ଦ ଯେତେବେଳେ ୟାକୁ ଆମେ ଗୋଟେ ବାକ୍ୟରେ ବାକ୍ୟରେ ୟାକୁ ବ୍ୟବହାର କରିବା, ସେତିକି ବେଳେ ଆମେ ୟାକୁ ପଦ କହିବା, ଗୋଟେ ଗୋଟେ ପଦ କହିବା। ବୁଝିପାରିଲେ? ଦେଖନ୍ତୁ ଆଉ କ'ଣ ଦେଇଛି, ତେଣୁ ଅରୁଣ କାଲି ଇତ୍ୟାଦି, ଅରୁଣ କାଲି ଇତ୍ୟାଦି ଗୋଟେ ଗୋଟେ ପଦ କୁହାଗଲା। ସେଥିପାଇଁ ଆମେ ଏଇଟା ଗୋଟେ ଆମେ କ'ଣ ଶବ୍ଦ, ଯେତେବେଳେ ଆମକୁ ଆମେ ଗୋଟେ ବାକ୍ୟରେ ବ୍ୟବହାର କରିବା, ତାହେଲେ ଏଇଟା ଗୋଟେ ଗୋଟେ କ'ଣ ହୁଏ ନା ଗୋଟେ ପଦ ଭାବରେ ଆମେ କହିବା, ପଦ କହିବା। ଦେଖନ୍ତୁ ଏଠି ଦେଇଛି ପ୍ରଶ୍ନ କ'ଣ ଦେଇଛି, ତୁ ଖାଇଛୁ, ତୁ ଗୋଟିଏ ଖାଇଛୁ ଗୋଟିଏ, ଏଇଟା ଦୁଇଟା ପଦ। ଏଇଟା ଗୋଟିଏ ଥିଲା, ତ ତୁ ଗୋଟିଏ ଖାଇଛୁ ଗୋଟିଏ, ଏଇଟା ଗୋଟିଏ ଗୋଟେ ପଦ। ତ ଦୁଇଟା ପଦରେ ଆମେ କହିଲୁ ଏଇଟା ଉତ୍ତର ହଁ, ହଁ ଏଇଟା ଗୋଟେ ପଦ। ବୁଝିପାରିଲେ? ତ ଆମେ ଦେଖିବା କ'ଣଟା ନା ବାକ୍ୟ କାହାକୁ କହିବା। ବାକ୍ୟ କାହାକୁ ଦେଖ, ଏକ ବା ଏକାଧିକ ପଦ ମିଳିତ ହୋଇ, ତାମାନେ ଦେଖ ଏଠି ଦେଖନ୍ତୁ ଅରୁଣ ଗୋଟେ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା, ଏସବୁ ଗୋଟିଏ ଗୋଟିଏ ପଦ କହିଲି ନା। ଏସବୁ ଗୋଟିଏ ପଦ ମିଶିକି ଗୋଟେ କ'ଣ ବକ୍ତବ୍ୟଟା ସମ୍ପୂର୍ଣ୍ଣ ହେଇଗଲା। ଦେଖନ୍ତୁ ଏଠି କ'ଣ, ଏକ ବା ଏକାଧିକ ମାନେ ଏକରୁ ଅଧିକ ପଦ ମିଶିକି ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ବାକ୍ୟ କହିବା। ଦେଖନ୍ତୁ ଏଇଟା ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା, କିନ୍ତୁ ଏଠି କ'ଣ ଆମେ ବୁଝିପାରିଲେ? ଓକେ, ଦେଖନ୍ତୁ ଏଠି କ'ଣ ଅଛି, ଗୋଟେ ଶୁଦ୍ଧ ବାକ୍ୟରେ ଦେଖ ତା ତଳେ କ'ଣ ଅଛି ଦେଖିବା, ଯୋଗ୍ୟତା। କ'ଣ ନା ଯୋଗ୍ୟତା। ଦେଖନ୍ତୁ ଏଠି ଯୋଗ୍ୟତାର କ'ଣ ଦେଇଛି ନା କରେ କ'ଣ ଦେଇଛି ଦେଖ, ବାଲକଟି ଉଡ଼ୁଅଛି। ଆପଣ କହୁନାହାନ୍ତି ବାଲକ ଉଡ଼ିପାରେ, ବାଲକ ଉଡ଼ିପାରେ ନା। କିନ୍ତୁ ଏଠି ଦେଖନ୍ତୁ ଛେଳି ଗୀତ ଗାଉଛି, ଛେଳି ଗୀତ ଗାଇବ ଯୋଗ୍ୟ କି ନା। ଛେଳି ଯଦି ଗୀତ ଗାଇବ, ଛେଳି ଗୀତ ଗାଇବ ନାହିଁ। ଓକେ, ଗଛଟି ପାଣିରେ ଚଳିଗଲା, ଗଛ ଏବେ ପାଣିରେ ଚଳିବା କ'ଣ ଦେଖିଛନ୍ତି ଆପଣ? ହେଲେ ଦେଖନ୍ତୁ ପାଣିରେ ଗଛ କେବେ ଜଳିବା ଦେଖିଛୁ କି ନା, ଗଛରେ ଜଳିବ। କିନ୍ତୁ ଆମେ କହିପାରିବା ଗଛଟି ପାଣିରେ ପଡ଼ିଗଲା କହିପାରିବା। ହଁ, ଏଠି କ'ଣ ଦେଖିଦେଇଛି ଦେଖୁନା, ବାଲକଟି ଉଡ଼ୁଅଛି। ଆମେ ତ ଏମିତି କହିପାରିବା ଉଡ଼ିପାରେ ନା ବାଲକ। ହଁ, ଏଇଟା ପକ୍ଷୀ ନା କ'ଣ ସେ ଉଡ଼ିପାରିବ। ଓକେ, ଦେଖନ୍ତୁ ବାଲକଟି ଉଡ଼ୁଅଛି, ଏଠି କହିପାରିବା ତ ବାଲକଟି କ'ଣ ନା ଦୌଡ଼ି ଅଛି କହିପାରିବା। କ'ଣ ନା ବାଲକଟି ଦୌଡ଼ି ଅଛି କହିପାରିବା। ଓକେ, ଦୌଡ଼ି ଅଛି କହିପାରିବା। ଦେଖନ୍ତୁ ଏଠି ତଳେ କ'ଣ ଦେଇଛି ଦେଖନ୍ତୁ, ତ ତେଣୁ ଉଦ୍ଧାକୃତ ବାକ୍ୟ ଗୁଡ଼ିକ ନିମ୍ନଲିଖିତ। ଦେଖନ୍ତୁ ଏଠି ଦେଇଛି ଯେ ବାଲକଟି ଦୌଡ଼ି ଅଛି କହିପାରିବା, ଖରେ ଦେଇଛି ସବିତା ଗୀତ ଗାଉଛି କହିପାରିବା, ଗରେ ଦେଇଛି ଗଛଟି ନିଆଁରେ ପୋଡ଼ିଗଲା। ଦେଖନ୍ତୁ ଏଇଟା ଆମକୁ ଭଲ ଲାଗିଲା ନା,
ଭାଲୁକ ଭାଲୁକ ନା ଦୌଡ଼ୁଛି। ଆମେ ଏ ଭାଲୁକ ଦୌଡ଼ି ଅଛି ଆମକୁ ଭଲ ଲାଗିଲା, କିନ୍ତୁ ସେଠି କ'ଣ ଭାଲୁକଟି ଉଡ଼ିପାରେ ନା, ସେଠି ଭାଲୁକଟି ଦୌଡ଼ିପାରେ। ଠିକ୍ ଅଛି। ସେମିତି ସବିତା ଗୀତ ଗାଉଅଛି। ସବିତା ଗୀତ ଗାଉଛି, ଠିକ୍। ସବିତାଟି ଗୀତ ଗାଇପାରିବ, କିନ୍ତୁ ଛେଳିଟା ଗୀତ ଗାଇପାରିବ କି ସେଠି ଦେଖିଲେ ନା। ତ ସବିତାଟି ଗୀତ ଗାଉଅଛି, ଠିକ୍ ଏଇଟା। ଓକେ। ସେମିତି ଗରେ କ'ଣ ଦେଇଛି କହିଲୁ? ଗଛଟି ନିଆଁରେ ଜଳିଗଲା। ଗଛଟି ନିଆଁରେ, ଠିକ୍। ଗଛଟି ନିଆଁରେ ଜଳିଗଲା, କିନ୍ତୁ ଏଠି ଦେଖନ୍ତୁ କ'ଣ ଦେଇଥିଲା, ଦେଖନ୍ତୁ ଗଛଟି ପାଣିରେ ଜଳିଗଲା। ଏଇଟା ତ ଠିକ୍ ନୁହଁ। ଛେଳି ଗୀତ ଗାଉଛି, ଏଇଟା ତ ସଠିକ୍ ଯୋଗ୍ୟ ନୁହେଁ ନା। ଓକେ। ତ କ'ଣ ଦେଖିବା, ଯୋଗ୍ୟତା କାହାକୁ କୁହାଯାଏ? ତ ଯୋଗ୍ୟତା କାହାକୁ କୁହାଯାଏ? ଦେଖନ୍ତୁ, ବାକ୍ୟରେ ବ୍ୟବହାର କରାଯାଇଥିବା ପରସ୍ପର ପଦଗୁଡ଼ିକ, ଯେଉଁ ପଦଗୁଡ଼ିକ ପରସ୍ପର ସମ୍ବନ୍ଧ ଥାଏ। ତ ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡ଼ିକ ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା। ଯେଉଁ ପଦ ମଧ୍ୟରେ ଏଇଟା ଗୋଟେ ପଦ, ଏଇଟା ଗୋଟେ ପଦ, ଏଠି ଅଛି ଏଇଟା ଗୋଟେ ପଦ, ଏଇଟା ଗୋଟେ। ଏଇ ଯେଉଁ ପଦ ମଧ୍ୟରେ ଯେଉଁ କ'ଣ ଗୋଟେ ପାରସ୍ପରିକ ଯେଉଁ ସମ୍ବନ୍ଧ ଅଛି, ତାକୁ ହିଁ କହିବା ଆମେ ଯୋଗ୍ୟତା। ବୁଝିପାରିଲେ? ଦେଖନ୍ତୁ, ଆମେ ପଦ ତ ମୁଁ ଆଗରୁ କହିଦେଇଛି। ଗଛଟି ଗୋଟେ ଏଠି ପଦ ଅଛି, ନିଆଁରେ ଏଇଟା ଗୋଟେ ପଦ, ଏଇଟା ପଡ଼ିଗଲା। ଏଇ ଗନମକୁ ଦେଖ, ଏଇ ଯେଉଁ ଗଛଟି ନିଆଁରେ ପଡ଼ିଗଲା, ଆଙ୍କ ଭିତରେ ଯେଉଁ କ'ଣ ନା ପରସ୍ପର ଯେଉଁ ସମ୍ବନ୍ଧଟା ଅଛି, ତାକୁ ହିଁ କହିବା ଆମେ ଯୋଗ୍ୟତା। ଓକେ। ଏବେ ଦେଖିବା କ'ଣ ନା ଆକାଂକ୍ଷା। ଆକାଂକ୍ଷା କାହାକୁ କହିବା ଦେଖିବା। ତ ଆକାଂକ୍ଷା ଆମେ କାହାକୁ କହିବା? ଦେଖନ୍ତୁ, କ'ଣ ନମ୍ବର କ'ଣ ଦେଇଛି? ମଦନ ସହିତ ଆଉ କି ଦେଇଛି। ଓକେ। ତ ବାକ୍ୟଟି ସମ୍ପୂର୍ଣ୍ଣ ନୁହେଁ, ଦେଇଛି। ତା ମାନେ କ'ଣ ଲେଖା ହେଉଛି ଆମକୁ ଜଣା ପଡ଼ୁଛି ନା। ତ ବାକ୍ୟଟି ପୂର୍ଣ୍ଣ ନୁହେଁ। ଓକେ। ଦେଖ, ଅନ୍ୟ କିଛି କଥାକୁ ଅପେକ୍ଷା କରୁଛି। ମଦନ ସହିତ କ'ଣ ହେଇଛି? ମଦନ ସହିତ କ'ଣ ହେଲା ସେଟା ଜଣା ପଡ଼ୁଛି। ମଦନ ସହିତ ରାମ ଗଲା, ନହେଲେ ମଦନ ସହିତ ସୀତା କ'ଣ ସାଇକେଲରେ ଗଲା। କିଛି ଗୋଟେ ମାନେ ସମ୍ପୂର୍ଣ୍ଣଟା, ବାକ୍ୟଟି ସମ୍ପୂର୍ଣ୍ଣ ହେବାର ଅଛି, ତେବେ ଆମକୁ ଜାଣିପାରିବା। ସେଥିପାଇଁ ସେ ଦେଇଛି। ଓକେ। ତ ଆମକୁ ବୁଝା ପଡ଼ୁନି। ଓକେ। ଦେଖନ୍ତୁ ଟିକେ କ'ଣ ଦେଇଛି। ରବିବାର ଦିନ ଚପଳାର କ'ଣ ହେଲା? ସେ ଗଲା ସ୍କୁଲକୁ ଗଲା, ସ୍କୁଲକୁ ଗଲା ନାହିଁ, କିଛି ଜଣା ପଡ଼ୁନି। କାହିଁକି ନା ରବିବାର ଦିନ ଚପଲା କହିଛି, ଆଉ କିଛି ଦେଇନାହିଁ। ତାପରେ ବାକ୍ୟଟି ଅନ୍ୟ କିଛି କାହା ଗୋଟେ ଅପେକ୍ଷା କରୁଛି, ତେବେ ଏଇଟା ପୂର୍ଣ୍ଣ ନୁହେଁ। ବୁଝିପାରିଲ? କିନ୍ତୁ ଆମେ ଦେଖନ୍ତୁ ଏଠି ଦେଇଛି, ନିମ୍ନରେ ବାକ୍ୟ ଦୁଇଟିର ପୂର୍ଣ୍ଣତା ଅଣାଯାଇପାରେ। ଦେଖନ୍ତୁ କେମିତି। ଦେଖନ୍ତୁ, ମଦନ ସହିତ ତାଙ୍କ ବାପା ଆସିବେ। ବାକ୍ୟଟା ପୁରା ପୂର୍ଣ୍ଣ ଅଛି ନା ନାହିଁ? ଦେଖନ୍ତୁ, ମଦନ ସହିତ ତାଙ୍କ ବାପା, ବୁଝିପାରିଲେ? ତ କ'ଣ ମଦନ ସହିତ ତାଙ୍କ ବାପା ଆସିବେ, ଆମେ ଜାଣିପାରିଲେ। ଏଠି ରବିବାର ଦିନ ଚପଳା ଭୁବନେଶ୍ୱର ଯିବ। ସଠିକ୍ ବାକ୍ୟ ମାନେ କ'ଣ? ବାକ୍ୟଟି ପୂର୍ଣ୍ଣ ହେଉଛି ଏଠି। ରବିବାର ଦିନ କିଏ ଯିବ? ଚପଳାଟା ଭୁବନେଶ୍ୱର ଯିବ। ଆମେ ବୁଝିପାରିଲେ? ତ ଆମେ କ'ଣ ନା ଏଠି ଏଇ ଯେଉଁ ବାକ୍ୟରେ ଆମେ ବୁଝିପାରୁଛେ, ହଁ ନା ନାହିଁ? ଦେଖନ୍ତୁ ଏଠି କ'ଣ ଦେଇଛି। ତ ଦେଖ, ଏବେ ଆକାଂକ୍ଷା କାହାକୁ କୁହାଯାଏ? ଆକାଂକ୍ଷା କାହାକୁ କୁହାଯାଏ? ତ ବାକ୍ୟରେ ଥିବା ଗୋଟିଏ ପଦ, ଏଇଟା ମାନେ ଗୋଟେ ପଦ ମୁଁ ଆଗରୁ କହିଛି। ତ ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକର ଅର୍ଥ ବଦଳ ପାଇଁ ଅପେକ୍ଷା କଲେ ତାକୁ ଆକାଂକ୍ଷା ବୋଲି କୁହାଯାଏ। ବୁଝିପାରିଲେ? ଦେଖନ୍ତୁ, ଦେଖ, ତ ଏଇ ଗୋଟେ ବାକ୍ୟ, ମନେକର ରବିବାର ଦିନ ଚପଳା, ରବିବାର ଦିନ ଚପଳା, ଏତିକି ଦେଇକିନା ଦେଲେ ଆମେ କିଛି ବୁଝିପାରିବା ନା, ବୁଝିପାରିବା ନାହିଁ। ତ କ'ଣ ନା ଗୋଟିଏ ବାକ୍ୟ ଅନ୍ୟ
କ'ଣ ଅନ୍ୟ ପଦକୁ ଅପେକ୍ଷା କରୁଛି କି ନାହିଁ? ଏଇ ଯଦି ଡର ଦେଇଥାନ୍ତା ଡର ଦେଇଥାନ୍ତା ବୁଝିପାରିଥାନ୍ତେ ନା କାହାକୁ ଅପେକ୍ଷା କଲା ନା ଭୁବନେଶ୍ୱର ଯିବ। ସେଥିପାଇଁ ଆମେ କ'ଣ ନା ତାର ଅର୍ଥବୋଧକୁ ଆମେ ମାନେ କ'ଣ ବୁଝିପାରିଲେ ଯଦି ଦେଇନଥାନ୍ତା ବୁଝିପାରିଥାନ୍ତେ ମାନେ ଏଇ ବାକ୍ୟ ମାନେ ଏଇ ପଦ ଏଇ ପଦ ସମସ୍ତଙ୍କ ଭିତରେ କ'ଣ ନା ଏଇ ସମସ୍ତଙ୍କର ପଦ ଭିତରେ କ'ଣ ଅପେକ୍ଷା କରୁଛନ୍ତି ହଁ କି ନାହିଁ? ସେଥିପାଇଁ କ'ଣ ନା ତାଙ୍କର ଅର୍ଥବୋଧକା ହେଉଛି ମାନେ ବୁଝିପାରୁଛି ତ ତାହାକୁ କୁହାଯାଏ କ'ଣ ନା ଆକାଂକ୍ଷା ବୋଲି କୁହାଯାଏ। ତ ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକର ଅର୍ଥବୋଧ ପାଇଁ ମାନେ ବୁଝିବା ହେଉଛି ଆଉ ବୁଝିବା ପାଇଁ ଅର୍ଥବୋଧ ଅପେକ୍ଷା କରୁଛି ତାକୁ ଆକାଂକ୍ଷା ବୋଲି କୁହାଯାଏ। ଓକେ, ନେକ୍ସଟ ଯିବା ଆସକ୍ତି। କ'ଣ ନା ଆସକ୍ତି ଏଠି ଟିକେ ପିଲେ ଟିକେ ହେଇଛି ଦେଖିବା ଟିକେ ଜୁମ୍ ବି କରିଦେବା। ଏଠି ଦେଖନ୍ତୁ ଓକେ ଦେଖନ୍ତୁ ଏଠି କ'ଣ ଦେଇଛି କରେ ତ ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସିଦ୍ଧ। କ'ଣ ବୁଝିପାରୁଛନ୍ତି ଦେଖନ୍ତୁ ଖର କ'ଣ ଦେଇଛି ଉଭୟ ଏ ମିଶି ଛବି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନା। ବୁଝିଗଲେ କ'ଣ ଦେଇଛି ବୁଝିପାରୁଛନ୍ତି ଆପଣ? ଦେଖନ୍ତୁ ପ୍ରଦତ୍ତ ବାକ୍ୟ ଦୁଇଟିରେ କର୍ତ୍ତା କ୍ରିୟା ଥିଲେ ମଧ୍ୟ ପ୍ରକୃତ ଅର୍ଥ ବୁଝା ପଡ଼ୁନାହିଁ। ଦେଖନ୍ତୁ ଏଠି ଆମେ କିଛି ଦେଖନ୍ତୁ ଖ ଦେଇଦେବା ଫାଷ୍ଟ ଉଭୟେ ମିଶି ଛବି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନା। ବାକ୍ୟଟା କ'ଣ ଦୁଇଟି ଦେଖ କର୍ତ୍ତା ଦୁଇଟିରେ ମଧ୍ୟ କର୍ତ୍ତା ଅଛି। ଓକେ ଦୁଇଟିରେ ମଧ୍ୟ କର୍ତ୍ତା ଅଛି ଏଠି ମଧ୍ୟ ଅଛି ଏଠି ମଧ୍ୟ କିନ୍ତୁ କର୍ତ୍ତା ଥିବା ସତ୍ତ୍ୱେ ମଧ୍ୟ କ'ଣ ହେଉଛି ନା ପ୍ରକୃତ ଅର୍ଥ ବୁଝା ପଡ଼ୁନି ଆମମାନଙ୍କୁ। ବୁଝିପାରୁଛନ୍ତି ପ୍ରକୃତ କଥା ଆମେ ବୁଝିପାରୁନେ। ଦେଖନ୍ତୁ ଉଭୟ ବାକ୍ୟରେ ପଦ ଗୁଡ଼ିକର ଯାହା ପରେ ଯିଏ ରହିବା କଥା ସେପରି ନାହିଁ। ବୁଝିପାରୁଛନ୍ତି ଧରାଯାଉ ଏମିତି ରାମ ପୁରୀକୁ ଆସନ୍ତାକାଲି ଯିବ ତାମାନେ ଏମିତି ନହେଲେ ନା ସେ ଉଲ୍ଟା ପୁଲ୍ଟା ଦେଇଛି ମାନେ ପଦ ଗୁଡ଼ିକୁ ଇଆଡ଼େ ସିଆଡ଼େ କରିଦେଇଛି। ଦେଖନ୍ତୁ ପୁରୀକୁ ରାମ ଆସନ୍ତାକାଲି ଗଲା ମାନେ ଯିବ ଏମିତି ମାନେ ତାକୁ ଏମିତି ସଜେଇକି ଲେଖିନେ ତାକୁ ଟିକେ ପଦ ଗୁଡ଼ିକୁ ଉଲ୍ଟା କରିଛି। ଦେଖନ୍ତୁ ଉଭୟ ଏ ମିଶି ଛବି ବନ୍ଦନା ଆଙ୍କିଛନ୍ତି ଚନ୍ଦନା ଏହାକୁ କ'ଣ ନା ଦେଖିବା ସଠିକ୍ ଭାବରେ କେମିତି କଲେ ଆମେ ବୁଝିପାରିବା। ଦେଖନ୍ତୁ ଏଠି କ'ଣ ଅଛି କ'ଣ ନମ୍ବର ଦେଖନ୍ତୁ ଏଠି ଟିକେ ଦେଖନ୍ତୁ ଏଇଟା କ'ଣ ଦେଇଥିଲା ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ପ୍ରସିଦ୍ଧ। ଏଇଟା ଦେଖନ୍ତୁ ଏଇଟାକୁ କ'ଣ ନା ମାନେ ଇଆଡ଼େ ସିଆଡ଼େ କରିଦେଇଥିଲା ପଦ ଗୁଡ଼ାକୁ। ଦେଖନ୍ତୁ ଏଠି ଗୌତମ ତପସିଦ୍ଧ ହୋଇ ବୁଦ୍ଧତ୍ୱ ପ୍ରାପ୍ତ ହେଲେ। ଏବେ ବୁଝିପାରିଲେ ନା ଗୌତମ କ'ଣ ତପସିଦ୍ଧ ହୋଇକି ତାଙ୍କର ଗୁରୁତ୍ୱ ପ୍ରାପ୍ତ ହୋଇଥିଲେ ଏଠି ଜଣା ପଡ଼ୁଛି ନା କିନ୍ତୁ ଏଇଟା ହୋଇଥିଲେ ଦେଖୁନାହାନ୍ତି ହୋଇଥିଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ଦେଇଥିଲା ଆମେ କିଛି ବୁଝିପାରୁଥିଲେ କି ନା? ତ ଏଠି କ'ଣ ବୁଝିପାରିଲେ ନା ଗୌତମ ତପସିଦ୍ଧ ହୋଇ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ ଆମେ ଏଠି ବୁଝିପାରିଲେ କି? ଦେଖନ୍ତୁ ଖରେ କ'ଣ ଦେଇଛି ବୋଲେ ଦେଖନ୍ତୁ ନା ଉଭୟ ମିଶି ଛବି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନ। ଖରେ କ'ଣ ଦେଇଛି ନା ଚନ୍ଦନା ଓ ବନ୍ଦନା ଉଭୟ ମିଶି ଏ ଛବି ଆଙ୍କିଛନ୍ତି। ଏବେ ବୁଝିପାରିଲେ କି? এই ବାକ୍ୟଟା ପୁରା ସମ୍ପୂର୍ଣ୍ଣ ଭାବରେ ବୁଝିପାରିଲେ ନା? ଦେଖ କିଏ କିଏ ଲେଖିଥିଲେ ନା ଛବି ଆଙ୍କିଥିଲେ ନା ଚନ୍ଦନା ଓ ବନ୍ଦନା ଉଭୟ ମିଶିକିନା ଛବିକୁ ଆଙ୍କିଥିଲେ। ବୁଝିପାରିଲେ? ଦେଖନ୍ତୁ ଏଠି କ'ଣ ଦେଇଛି ଦେଖନ୍ତୁ ତ ଦେଖନ୍ତୁ ଏବେ କ'ଣ ନା ଟିକେ ଦେଖନ୍ତୁ ଆସକ୍ତି ଦେଖିବା ଆସକ୍ତି କାହାକୁ କହିବା? ଓକେ
ତ ବାକ୍ୟରେ ଥିବା ପଦ ଗୁଡ଼ିକର ସୌନ୍ଦର୍ଯ୍ୟକୁ ଆପଣ ସିମ୍ପଲ ଭାଷାରେ ମୁଁ କହିଦେଉଛି। ଦେଖନ୍ତୁ ବାକ୍ୟରେ ଥିବା ପଦ ଗୁଡ଼ିକର ସୌନ୍ଦର୍ଯ୍ୟକୁ କ'ଣ କହିବା ନା ଆସକ୍ତି ବୋଲି କହିବା। ବୁଝିପାରିଲେ? ଦେଖନ୍ତୁ ବାକ୍ୟରେ ଥିବା ପଦ ଯୋଜନା ସୌନ୍ଦର୍ଯ୍ୟ ହେଉଛି ଆସକ୍ତି। ଏହାଦ୍ୱାରା କାହା ପରେ କେଉଁ ପଦ ରହିଲେ ତାହା ବାକ୍ୟରେ ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହା ବୁଝାଯାଏ। ଓକେ, ଆସକ୍ତିକୁ ମଧ୍ୟ ନିବେଶ କରିଥାଏ। ମାନେ ଆମେ ସିମ୍ପଲ ଭାଷାରେ କହିବା ମାନେ ବାକ୍ୟରେ ଥିବା ପଦ ଗୁଡ଼ିକର ସୌନ୍ଦର୍ଯ୍ୟକୁ କ'ଣ କହିବା ନା ଆମେ ଆସକ୍ତି ବୋଲି କହିବା। ଓକେ, ବୁଝିପାରିଲେ? ଏଠି ନେକ୍ସଟ ଯିବା। ଏବେ ଦେଖିବା ବାକ୍ୟାଂଶ। ଓକେ, ଏବେ ବାକ୍ୟାଂଶ ଟିକେ ଦେଖିବା। ଓକେ, ଟିକେ ବାକ୍ୟାଂଶ ଦେଖନ୍ତୁ। ଏଠି କ'ଣ ଦେଇଛି କରେ? ହରିହରଙ୍କ କଥା ଶୁଣି ମା, ଏଠି ମଧ୍ୟ ସେ ଡଟ ଦେଇଛି ଏମିତି। ତାମାନେ ହରିହରଙ୍କ କଥା ଶୁଣି ମା କ'ଣ, ମାନେ ହରିହରଙ୍କ କଥା ଶୁଣିଲା ମା ଆଉ କ'ଣ କହିଥିଲା? ମାନେ ରାଗିଗଲେ ନା କ'ଣ କିଛି ଜଣା ପଡ଼ୁନି। ଦେଖନ୍ତୁ କରେ ଘଣ୍ଟା ବାଜିଲା ଅଥଚ ପିଲାମାନେ, ମାନେ କିଛି ଦିଆହେଇନି ଏଠି ଡଟ ଦେଇଛି। କ'ଣ ଆମେ ଦେଖନ୍ତୁ ଘଣ୍ଟା ବାଜିଲା ଗୋଟେ କ'ଣ ବାକ୍ୟଟା ସମ୍ପୂର୍ଣ୍ଣ ହୁଏନି ନା ଏଠି, ଆଉ ଅଧା ଲେଖା ହେଇନି। ଅଥଚ ପିଲାମାନେ କ'ଣ ଗଲେ? ଘରକୁ ଗଲେ ନା ଖାଇବାକୁ ଗଲେ? କିଛି ଆପଣ ଦେଖନ୍ତୁ ଅଧା ବାକ୍ୟଟା ସମ୍ପୂର୍ଣ୍ଣ ନୁହନ୍ତି। ବାକ୍ୟଟା କ'ଣ ନା ସମ୍ପୂର୍ଣ୍ଣ ନାହିଁ। ଦୁଇଟା କ ଆଉ ଗୋଟେ କରେ ହେଲା। ଏଗୁଡ଼ିକ ସମ୍ପୂର୍ଣ୍ଣ କରିବା ପାଇଁ ଅନ୍ୟ କେତୋଟି ପଦର ଆବଶ୍ୟକତା ଅଛି ମୁଁ କହିଥିଲି। ତ ଏମାନଙ୍କୁ ଯଦି ଆମେ ସମ୍ପୂର୍ଣ୍ଣ କରିବାର ଅଛି ତାମାନେ କେତୋଟି ପଦ ଦରକାର ଏଠି, ହଁ ନା? ଆମେ ବୁଝିପାରୁନି ଏଠି ହରିହରଙ୍କର କଥା ଶୁଣି ମା କ'ଣ ଗଲା। ଦେଖନ୍ତୁ ଏହାର ସଠିକ୍ ଦେଖନ୍ତୁ ଏଠି ଦେଇଛି ସଠିକ୍ ଭାବରେ। ହରିହରଙ୍କ କଥା ଶୁଣି ମା ଆଶ୍ଚର୍ଯ୍ୟ ହୋଇଗଲେ। ଏଠି ଯେଉଁ ମାନେ ଅସମ୍ପୂର୍ଣ୍ଣ ଥିଲା ସମ୍ପୂର୍ଣ୍ଣ କରିଦେଇଛି। ଦେଖନ୍ତୁ ହରିହରଙ୍କ କଥା ଶୁଣି ମା କ'ଣ ହୋଇଥିଲେ ନା ଆଶ୍ଚର୍ଯ୍ୟ ହୋଇଗଲେ। ନହେଲେ କ'ଣ ଆହୁରି ଥିବ, ମାନେ ଏମିତି ବି ଲେଖିବ ହରିହରଙ୍କ କଥା ଶୁଣି ମା ରାଗିଗଲେ। ଏମିତି ମାନେ ସମ୍ପୂର୍ଣ୍ଣ ଥିବାର ଅଛି। ଦେଖନ୍ତୁ ଏଠି କରେ କ'ଣ ଦେଇଛି? ଘଣ୍ଟା ବାଜିଲା ଅଥଚ ପିଲାମାନେ ଶ୍ରେଣୀକୁ ଆସିଲେ ନାହିଁ। ଦେଖ ଏଠି କ'ଣ ଦେଇଥିବ? ଅଥଚ ପିଲାମାନେ ଲେଖିଦେଇଥିଲେ। ଏଠି କ'ଣ ଶ୍ରେଣୀକୁ ଆସିଲେ ନାହିଁ, ସେ ଅଲରେଡ଼ି ଦେଇଦେଇଛି। ଓକେ, ଦେଖନ୍ତୁ ବୁଝିପାରିଲେ ଏତିକି। ତ କ'ଣ ନା ମୂଳ ଦୁଇଟି ସହିତ ମୋଟା ଅକ୍ଷର ଲିଖିତ ପଦ ଗୁଡ଼ିକ ଯୋଡ଼ିବାରୁ ସମ୍ପୂର୍ଣ୍ଣ ହୋଇଗଲା। ଏ ବୁଝିପାରିଲେ ନା? ଯେଉଁ ମୋଟା ଅକ୍ଷର ଲେଖା ହେଇଛି ସବୁକୁ ଯୋଡ଼ିଲେ ଯାହାଫଳରେ କ'ଣ ନା ଏଇ କ ଆଉ ଖର କ'ଣ ନା ସମ୍ପୂର୍ଣ୍ଣ ହେଇଗଲା। ଓକେ, ଏବେ ଦେଖିବା ଆଉ ଗୋଟେ ସରି ଏଇଟା ହେଉଛି କାହାକୁ କୁହାଯାଏ ଦେଖିବା। ବାକ୍ୟାଂଶ କାହାକୁ କୁହାଯାଏ? ଦେଖନ୍ତୁ ବାକ୍ୟରେ ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦ ସଂଯୁକ୍ତ ବାକ୍ୟାଂଶ କୁହାଯାଏ। ବାକ୍ୟାଂଶ କାହା କହିବ ନା ବାକ୍ୟରେ ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ, ବାକ୍ୟରେ ଯେଉଁ ନିର୍ଦ୍ଦିଷ୍ଟ ଅଂଶ ଗୁଡ଼ିକୁ କ'ଣ ବୁଝା ପଡ଼ିଥାଏ ତାକୁ କୁହାଯାଏ ଆମେ ବାକ୍ୟାଂଶ। କ'ଣ ନା ବାକ୍ୟାଂଶ। ଓକେ, ଦେଖିବା ପିଲା ଏବେ ଲାଷ୍ଟ ଗୋଟେ ଅଛି ବୋଧେ, ଲାଷ୍ଟ ଗୋଟେ ଅଛି। ଓକେ, ଦେଖିବା ଖଣ୍ଡ ବାକ୍ୟ ପିଲା। ଖଣ୍ଡ ବାକ୍ୟ ଆମେ କାହାକୁ କହିବା? ଓକେ, ତ ଖଣ୍ଡ ବାକ୍ୟ କାହାକୁ କହିବା? ଦେଖନ୍ତୁ କ ନମ୍ବର କ'ଣ ଦେଇଛି? ଯେଉଁମାନେ ବୃତ୍ତାରେ ସମୟ କାଟନ୍ତି। ଏଠି ମଧ୍ୟ ଡଟ ଦେଇଛି। କ ନମ୍ବର ଦେଖ ଯିଏ ପ୍ରଥମ ହେବ, ଏଇଠି ଦେଇଛି। କ ନମ୍ବର କ'ଣ ଦେଇଛି? ଯେଉଁମାନେ, ଦେଖନ୍ତୁ ଆର ଏଇ କର ଏଠି ଦେଇଛି। ଦେଖନ୍ତୁ ଯେଉଁମାନେ ଯେଉଁଟାକି ଏଇଟା ହେଉଛି କର୍ତ୍ତା। କ'ଣ ଏ ଯେଉଁମାନେ ଏଇଟା ହେଉଛି କର୍ତ୍ତା। ଓକେ, ଆଉ କାଟନ୍ତି ଯେଉଁଟା ଏଇଟା ହେଉଛି କ୍ରିୟାପଦଟା। ଓକେ, ବୁଝିପାରୁଛନ୍ତି? ହଁ, ଏଠି ମଧ୍ୟ ସେମ୍ କିଏ ପ୍ରଥମ ହେବ,
ଏ ଯେଉଁ କିଏ କହୁଛନ୍ତି କିଏ ସେଇଟା କ'ଣ ନା କର୍ତ୍ତା ଏଇଠି ଆଉ ହେବ ଏଇଟା ହେଉଛି କ୍ରିୟାପଦ। ବୁଝିପାରିଲେ? ଦେଖନ୍ତୁ କ'ଣ ଦେଇଛି ତ ଏଠି ଦେଖିବା କ'ଣ ନା ଖଣ୍ଡବାକ୍ୟ କ'ଣ ଏଇଟା ଗୋଟେ ଦେଖ ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହାଯାଏ ପିଲାମାନେ। ତ ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ ଦେଖନ୍ତୁ ଏଇଠି ଯେଉଁମାନେ ବୃତ୍ତାରେ ସମୟ କରନ୍ତି ସମାପିକା ମାନେ କିଏ ପ୍ରଥମ ହେବ ମାନେ ଡଟ୍ ଦେଇଛି କିନ୍ତୁ ଆମେ ବୁଝିପାରୁଛୁ କିଏ ପ୍ରଥମ ହେବ। ହଁ ସରି ମାନେ ଏଠି ଡଟ୍ ଦେଇଛି କିନ୍ତୁ ଆମେ ବୁଝିପାରୁଛୁ। ଦେଖନ୍ତୁ ଯେଉଁମାନେ ବୃଦ୍ଧାରେ ସମୟ କାଟନ୍ତି ଓକେ ବୁଝିପାରୁଛୁ ମାନେ ଦେଖନ୍ତୁ ଏଠି କିଏ ପ୍ରଥମ ହେବ ଆମେ ଏଠି ମଧ୍ୟ ଡଟ୍ ଦେଇଛି କିନ୍ତୁ ଆମେ ବୁଝିପାରୁଛୁ କିଏ ପ୍ରଥମ ହେବ ନାଇଁ ମାତ୍ର ବୃଦ୍ଧାର ସମୟ ଦେଖନ୍ତୁ ଏଠି ତ ଦୁଇଟି କର୍ତ୍ତା କ୍ରିୟା ଥାଇ ମଧ୍ୟ ମନୋଭାବ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁନାହିଁ। ଦେଖ କର୍ତ୍ତା ବି ଅଛି କ୍ରିୟା ବି ଅଛି କିନ୍ତୁ ମନୋଭାବ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁନାହିଁ। ଓକେ ଦେଖନ୍ତୁ ତ ଆମେ ଖଣ୍ଡବାକ୍ୟ କାହାକୁ କହିବା ପିଲାମାନେ ନା ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ ଖଣ୍ଡବାକ୍ୟ ବୋଲି କହିବା। ଓକେ ବୁଝିପାରିଲେ ସମସ୍ତେ? ତ ସରିଲା ପିଲାମାନେ ମୁଁ ଆସନ୍ତାକାଲି ପ୍ରଶ୍ନର ଉତ୍ତରଟା ଆପଣମାନଙ୍କୁ ମୁଁ ଆଣିବି ଆଉ ଗୋଟେ ଭିଡ଼ିଓରେ। ଓକେ ତାପରେ କ୍ଲାସ୍ଟା ତ ଆଜି ଏଠିରେ ଶେଷ କରିଦେବା। ସମସ୍ତେ ବୁଝିପାରିଥିବେ ଭାବୁଛି। ତ କ୍ଲାସ୍ଟାକୁ ଶେଷ କରିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ କି ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ ଟିକେ କରିଦିଅନ୍ତୁ ଏବଂ କମେଣ୍ଟ ମଧ୍ୟ କରିଦିଅନ୍ତୁ। ଲାଇକ୍ ମାନେ କମେଣ୍ଟ କରିବା ଦ୍ୱାରା ଆମମାନଙ୍କୁ ଟିକେ ମୋଟିଭେଟ୍ ହୋଇଥାଏ। ଓକେ ତ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ ଯାହାଫଳରେ କି ମୋର ଯେଉଁ ଭିଡ଼ିଓ ଆସିଥାଏ ନୂଆ ନୂଆ ଭିଡ଼ିଓଟା ଆପଣମାନେ ସର୍ବପ୍ରଥମ ପାଇଯିବେ। ଓକେ ତ କ୍ଲାସ୍କୁ ଏଠି ରଖୁଛି ପିଲାମାନେ। ତ ସମସ୍ତେ ଏଇଟା ବୁଝିପାରିଥିବେ ଯଦି ବୁଝିପାରିବେ ନାହିଁ ମାନେ କମେଣ୍ଟ ମଧ୍ୟ ଭିଡ଼ିଓ ଭଲ ଲାଗିଥିଲେ କମେଣ୍ଟ କରିଦେବେ। ଓକେ ତ ଜୟ ଜଗନ୍ନାଥ ପିଲାମାନେ କ୍ଲାସ୍କୁ ଏଠି ରଖିବା। ଜୟ ଜଗନ୍ନାଥ ପିଲାମାନେ ଜୟ ଜଗନ୍ନାଥ।